ଜାଣିଥିଲା ଏମିତି ବି ମୃତ୍ୟୁ ଆସେ। ଶବ ସତ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାର ଯାଇଥିଲେ, କିନ୍ତୁ ଗାଁ ମାଟିକୁ ନିଜେ ଶବ ହୋଇ ଫେରିଲେ। ଶୋକାକୁଳ ପରିବେଶରେ ଫାଟି ପଡ଼ୁଛି ଗାଁ ଦାଣ୍ଡ। ବାହୁନି ବାହୁନି କାନ୍ଦୁଛନ୍ତି ମା ଓ ସ୍ତ୍ରୀ। ଏପରି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତର ଆପଣ୍ଡା ଗ୍ରାମରେ ଘଟିଛି। ଗତ 8 ତାରିଖରେ ଜଣେ ସମ୍ପର୍କୀୟ ଜେଜେମାଙ୍କ ମୃତଦେହକୁ ଦାହ କରିବା ପାଇଁ ପୁରୀ ସ୍ୱର୍ଗଦ୍ୱାର ଯାଇଥିଲେ ରଞ୍ଜନ କୁମାର ଦାସ। ସେଠାରେ ପହଞ୍ଚିବା ପରେ କୌଣସି କାମ ପାଇଁ ବାହାରକୁ ଆସିଥିବା ବେଳେ ସ୍ଥାନୀୟ ଜଣେ ଲୋକଙ୍କ ସହ ରଞ୍ଜନଙ୍କର କଥା କଟାକଟି ହୋଇଥିଲା। ସ୍ଥାନୀୟ ଲୋକ ରଞ୍ଜନକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ, ଫଳରେ ରଞ୍ଜନଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ଅନ୍ୟ ଜଣେ ଆହତ ହୋଇ ପୁରୀ ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ସୂଚନା ମିଳିଛି। ଏହି ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି। ସରକାରଙ୍କ ପକ୍ଷରୁ ପରିବାର ଲୋକଙ୍କୁ ସହାୟତା ରାଶି ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି ଗ୍ରାମବାସୀ। 8 ତାରିଖ ଦିନ ଆମର ଜଣେ ପଡ଼ୋଶୀ ଗୋଟିଏ ବୃଦ୍ଧା ଲୋକ ମୃତ୍ୟୁବରଣ କରିଥିଲା। ତାକୁ ଆପଣ୍ଡା ଗାଁର କିଛି ଲୋକ ତା ଭିତରେ ଆମର ରଞ୍ଜନ ଦାସ ଡାକନା ଲାଲା ସେମାନେ ପୁରୀକି ନେଇକି ଯାଇଥିଲେ ଶବଦାହ କରିବା ପାଇଁ। କିନ୍ତୁ କୌଣସି କ'ଣ ସେଠି ହେଲା ଆମେ ତ ସେ ବିଷୟରେ ସଂକ୍ରାନ୍ତରେ କିଛି ଜ୍ଞାତ ନାହୁଁ। କିନ୍ତୁ ସକାଳୁ ଖବର ଆସିଲା ଯେ ନାଲାକୁ ମର୍ଡର କରିଦିଆଯାଇଛି। କିଏ ଜଣେ ଦୁର୍ବୃତ୍ତ ତାକୁ ଛୁରୀରେ କାଟି ମାରିଦେଇଛି ବୋଲି ଏ କଥା ଶୁଣି ଆମ ଗାଁର ସମସ୍ତ ଲୋକ ସ୍ତମ୍ଭୀଭୂତ ଯେ ନାଲାକୁ ମାରି ଦିଆଯାଇଛି। ଯେଉଁ ପିଲାଟି ମୃତ୍ୟୁବରଣ କରିଛି ତାର ପରିବାର, ତାର ବୁଢ଼ା ବାପା, ତା ମାଆ, ଛୋଟିଆ ଛୋଟିଆ ପୁଅ ଝିଅ 2ଟି, ତାର ବିଧବା ସ୍ତ୍ରୀ, ତାର ଓଳିଏ ଖାଇଲେ ଓଳିଏ ଉପାସ। ସିଏ ସେଇ ଗାଁର ସେଇ ଘରର ସେ ଥିଲା ହେଉଛି ମାନେ ପୋଷିବାର ପିଲା। ସିଏ 5 ପାଣି କୁଟୁମ୍ବକୁ ରୋଜଗାର କରି ପୋଷେ। ଓଳିଏ ଖାଇଲେ ଓଳିଏ ଉପାସ। ବର୍ତ୍ତମାନ ସେମାନେ କେମିତି ଚଳିବେ, କେମିତି ରହିବେ? ଘର ନାହିଁ କି ତାର ଚଳିବା ପାଇଁ ଘରେ ଚାଉଳ ବି ସୁବିଧା କିଛି ନାହିଁ। ଆଜିର ଯେଉଁ ନୂଆ ସରକାର ମୋହନ ସରକାରଙ୍କୁ ବିନୀତ ଅନୁରୋଧ କରାଯାଉଛି କି ଆପଣଙ୍କ ଜରିଆରେ ଯେ ସେମାନେ କେମିତି ସ୍ଥାୟୀ ହେଇ ରହିବେ। ସରକାରରୁ ଆର୍ଥିକ ସାହାଯ୍ୟ ସହାନୁଭୂତି କଲେ ଆମେ ସରକାରଙ୍କ କତିର ଚିର ଉପକୃତ ହେଇ ରହିବୁ। କାଲି ଆମେ ଶବଦାହ କରିବା ପାଇଁ ଯାଇଥିଲୁ ପୁରୀ ସ୍ୱର୍ଗଦ୍ୱାର। ଆମ ଘର ପାଖରେ ଜେଜେମା ହିସାବରେ ହେବେ, ସେ ଗୋଟେ ପଇଡ଼ ଆବଶ୍ୟକ ପଡ଼ିଲା। ଆମେ ଯାଇଥିଲୁ ଅଭିରାମ ବାରିକ, ମୁଁ ରଞ୍ଜନ ଦାସ, ଆମ ଡ୍ରାଇଭର ଜଣେ ପ୍ରକାଶ ଜେନା। ଆମ ଭିତରେ କଥା ଯେ ମାନେ କଥା ସେ ଲାଉଡ଼ ହେଉଥିଲା ଆମ କଥା, ସେଟାକୁ ସିଏ ରିଆକ୍ଟ କଲା କିଏ କ'ଣ ଚିଲଉଛ ଏସବୁ ଭିତରେ ନାଲାର ତାର ଯୁକ୍ତିତର୍କ ଲାଗିଲେ। ରଞ୍ଜନ ଯିଏ ନାଲା ସେଠି ସଡ଼ନ ଆମେ ଭାବନା ନଥିଲା ଯିଏ ଜଣେ ଖୋଲିକି ଚାକୁ ମାରି ଡେଥ୍ ହେଇଯିବ, ଜଣେ ମରିଯିବ। ଯୁବକକୁ ଆରେଷ୍ଟ ହେଇଛି। ଯୁବକ ତା ପରିଚୟ ଆମେ ତ ଜାଣିନୁ, ସେ ଥାନା ବାଲା ଜାଣିଥିବେ, ଆମେ ଗଲେ ଜଣା ପଡ଼ିବ। ଗତ 8 ତାରିଖ ଦିନ ସିଏ ଯାଇଥିଲେ ପୁରୀ, ଯାଇଥିଲେ ଶବଦାହ କରିବା ପାଇଁ। ମୋର ଜଣେ ଆଈ ହେବେ ମରିଗଲେ, ତାଙ୍କୁ ନେଇଥିଲେ ଶବଦାହ କରିବା ପାଇଁ। କିନ୍ତୁ ସେଠି କ'ଣ ଏମିତି ହେଲା ଯେ ମୁଁ ଜାଣିନି। ଡ୍ରଗ୍ସ ମାଫିଆ ମାନେ ତାଙ୍କ ବେକ କାଟିକି ତାଙ୍କୁ ହତ୍ୟା କରିଦେଇଛନ୍ତି, ଯେଉଁଥିପାଇଁ କି ଆମର ଆଉ ଚଳେଇଲା ଭଳିଆ ଲୋକ କେହି ନାହାନ୍ତି। ଆମର 5 ଜଣ ପରିବାରକୁ କେବଳ ସେଇ ଗୋଟିଏ ଲୋକ ହିଁ ପାଇପ୍ କାମ କରିକି ଚଳାଉଥିଲା। ମୋର ଛୋଟ ଛୋଟ ପୁଅ ଝିଅ 2ଟା। ମୁଁ ସରକାରଙ୍କୁ ଏତିକି ନିବେଦନ କରୁଛି, ସେ ଲୋକକୁ ଦଣ୍ଡ ସହିତ ଫାଶୀ ଦଣ୍ଡ ଦରକାର, ଆଉ ମୋ ଛୁଆମାନଙ୍କୁ ଆର୍ଥିକ ସହାୟତା ଦରକାର। ଆମେ ଇଏ ବୁଢ଼ାବୁଢ଼ୀ 2 ଜଣ ବାହାରକୁ ଖଟିତେ କୁଆଡ଼େ ଯାଇପାରୁନୁ, ଖଟି ପାରୁନୁ। ସିଏ ଆମକୁ ପୋଷୁଥିଲା। ସେ ଏଇ ଯେଉଁ ଛାତ ଉପରେ ସବୁ ଟାଙ୍କି ପାଇପ୍ କାମ କରେ, ସେଇ ପାଇପ୍ କାମ ପଇସା ରୋଜଗାର କରିକି ସିଏ ଆମକୁ ପୋଷୁଥିଲା। 3 ଦିନ ହେଲା ସିଏ ଆଜ୍ଞା ମଲାଣି। ଆମେ ଘରେ ତେଲ ଲୁଣ ଟିକେ ନାହିଁ। ଆଉ ସିଏ ଯାଇଥିଲା ଜଣେ ସବୁକୁ ନେଇକି ସ୍ୱର୍ଗଦ୍ୱାର ଯାଇଥିଲା, ସବୁକୁ ନେଇକି ପୋଡ଼ିବା ପାଇଁ, ପୁଣି ସିଏ ନିଜେ ଶବ ହେଇକି ଫେରିଲା। ଆଉ ଏତିକି ସରକାରକୁ ମୋର ଅନୁରୋଧ, ଆମେ ବୁଢ଼ାବୁଢ଼ୀ ଆଉ ସିଏ ମା ଛୁଆ 3 ଜଣଙ୍କୁ ମୋର ଏତିକି ଅନୁରୋଧ, ମୁଁ ହାତ ଯୋଡ଼ିକି କହୁଛି। ଆମ ବୁଢ଼ାବୁଢ଼ୀ 2 ଜଣ ଆଉ ସିଏ ମା ଛୁଆ 3 ଜଣ, କିଛି ଆର୍ଥିକ ସହାୟତା ମିଳିଲେ ଆମେ ଭାବିଛୁ ଉପକୃତ ହୁଅନ୍ତୁ। ଭଣ୍ଡାରୀ ପୋଖରୀରୁ ସୌମ୍ୟରଞ୍ଜନ ଜେନାଙ୍କ ରିପୋର୍ଟ, ସରକାର ନ୍ୟୁଜ୍। ଭାରତ ଭ୍ରମଣ ହେଲା ସହଜ। କାଶୀରୁ କାଶ୍ମୀର, ପୁରୀରୁ ଦାର୍ଜିଲିଂ, ଚାରିଧାମ ହେଉ କି ହନିମୁନ୍ ଟୁର୍, ସବୁ ବ୍ୟବସ୍ଥା ଆମ ପାଖରେ। ଶସ୍ତା ଦାମ, ଭଲ ହୋଟେଲ, ଆରାମଦାୟକ ଯାତ୍ରା ଏବଂ 24x7 ସହଯୋଗ। ଦେବତା ଟୁର୍ ଆଣ୍ଡ ଟ୍ରାଭେଲ୍ସ,
तेबे आउ डेरी काहींकी एवे ही फोन करी निजर सीट बुकिंग करंतु एवं भारत भ्रमणर मजा नियंतु। स्क्रीन ने देखा जाउथिबा नंबर रे जोगाजोग करंतु। आम ठिकाना महावीर छक, जाजपुर टाउन, जाजपुर।